हाँ टिके एक्सपेक्टेशंस थिला कि बोधे 100 आउट ऑफ माने 500 आउट ऑफ 500 मिलिबो बिकॉज मो एग्जाम सब भले जाइथिला किंतु हेले भी डाउट थाउची स्पेशली लिटरेचर सब्जेक्ट्स रे थिला किंतु जेते बेले मु देखिली सब सब्जेक्ट रे फुल आसी मु बहुत खुशी थिली मु खुशी रे कांदी पकेली मो टीना रथ मु एने 10वीं कक्षा पास करची आ मु मदर्स पब्लिक स्कूल गोरुवाल पुरी रे पढ़थली मु तो बहुत खुशी अच्छी कि एते मार्क मु रखी 500 आउट ऑफ 500 100% हैला मोर बहुत खुशी अच्छी एटा अबव एक्सपेक्टेशंस थिला आउ मोर श्रेय जीव मम्मी पापा को मते बहुत सपोर्ट कले मम्मी पापा ए जर्नी रे आउ तापर श्रेय जीव मदर्स पब्लिक स्कूल को भी मते बहुत रिसोर्सेज प्रोवाइड कले मोटिवेट भी कले आउ सपोर्ट भी देले हाँ टिके एक्सपेक्टेशंस थिला कि बोधे 100 आउट ऑफ माने 500 आउट ऑफ 500 मिलिबो बिकॉज मो एग्जाम सब भले जाइथिला किंतु हेले भी डाउट थाउची स्पेशली लिटरेचर सब्जेक्ट्स रे आउ सेति पय डाउट तो थिला किंतु जेते बेले मु देखिली सब सब्जेक्ट रे फुल आसी मु बहुत खुशी थिली मु खुशी रे कांदी पकेली ମୁଁ ତ ଶୋଇଥିଲି ମୁଁ ଜାଣିନଥିଲି କି ରିଜଲ୍ଟ ବାହାରି ପଡିଛି ମାମା ମତେ ଫୋନ କଲେ ପୁରୀରୁ ମୁଁ ଏଇଠି ହଷ୍ଟେଲରେ ରହୁଛି ମାମା ମତେ ପୁରୀରୁ ଫୋନ କଲେ ମତେ ଉଠେଇଲେ ଆଉ କହିଲେ କି ରିଜଲ୍ଟ ବାହାରି ପଡିଛି ତାପରେ ଦେଖିକି ମତେ କହିଲେ କି 500 ମିଳିଛି ହଁ ପରିଶ୍ରମ ତ ବହୁତ କରିବାକୁ ପଡିଲା କାରଣ ଏସଏସଟି ବହୁତ ୱାଷ୍ଟ ସିଲେବସ ମ୍ୟାଥ ର ପ୍ରାକ୍ଟିସ ଦରକାର ସାଇନ୍ସ ର ପ୍ରାକ୍ଟିସ ଦରକାର ଇଂଲିଶ କେମିତି ଗୋଟେ ହେଇଯିବ କିନ୍ତୁ ଅନ୍ୟ ମାନେ ସବଜେକ୍ଟରେ ରିମେମ୍ବରିଂ ଅଛି ଅଣ୍ଡରଷ୍ଟାଣ୍ଡିଂ ଅଛି କେମିତି ଲେଖିବା ଷ୍ଟାଇଲଟେ ଅଛି ତ ସେଇଟା ମୁଁ କଣ୍ଟିନ୍ୟୁସଲି ପ୍ରାକ୍ଟିସ କରୁଥିଲି ମ୍ୟାଥ ପ୍ରାକ୍ଟିସ କରୁଥିଲି ରେଗୁଲାରଲି ପ୍ରତି ଚାପ୍ଟର ଆଟଲିଷ୍ଟ 100 କ୍ୱେଶ୍ଚନ୍ସ ମ୍ୟାଥ୍ସ ର ମୁଁ ସଲ୍ଭ କରିଛି ଆଉ ପ୍ରତି ଚାପ୍ଟର ଏସଏସଟି ଆଉ ସାଇନ୍ସ ରେ ମୁଁ 3 to 4 times ଲେଖିଛି କଣ୍ଟିନ୍ୟୁସଲି ତା ଯୋଗୁଁ ମୋ ଲେଖିବା ଷ୍ଟାଇଲ ଇମ୍ପ୍ରୁଭ ହେଲା ଆଉ ହେଇଗଲା ମୋର ସେ ମୋ ମମି ପାପାଙ୍କୁ ଯାଉଛି ମଦର୍ସ ଗ୍ରୁପ ଅଫ ସ୍କୁଲ କୁ ଯାଉଛି ଆଉ ମୋର କୋଚିଂ ଆଲେନ କୁ ବି ଯାଉଛି ଆଉ ଆଗକୁ ମୁଁ ଭାବିଛି କି ମୁଁ ନିଟ୍ ପାଇଁ ପଢିବି ଆଉ ଏମ୍ସ ଭୁବନେଶ୍ୱରରେ ଫ୍ରି ସିଟ୍ କ୍ରାକ୍ କରିବି ତାପରେ କାର୍ଡିଆକ ସର୍ଜନ ହେବି ଫ୍ୟୁଚରରେ ଆଉ ପବ୍ଲିକ ସର୍ଭିସ କରିବି ହସ୍ପିଟାଲ୍ସ ଖୋଲିବି ଲୋକମାନଙ୍କ ପାଇଁ ଆଉ ଗ୍ଲୋବାଲି ବି ରେକଗ୍ନାଇଜଡ ହେବି ଆଜ୍ଞା ମୁଁ ସମୀର କୁମାର ରଥ ମୁଁ ଟିନା ରଥର ଫାଦର ଆମ ଘରଟା ହେଲା ପୁରୀ ଆଜ୍ଞା ଆଜ୍ଞା ସିଏ ମୁଁ ତାକୁ ପିଲାବେଳୁ ସିଏ କନସିଷ୍ଟେଣ୍ଟ ପରଫର୍ମ କରି ଆସେ ସିଏ ଷ୍ଟଡିଜରେ ବହୁତ ଭଲ ସିଏ ଫ୍ରମ୍ ଷ୍ଟାଣ୍ଡାର୍ଡ ୱାନ୍ ଟିଲ୍ ଡେଟ୍ ମାନେ ସିବିଏସ୍ଇ 10th ଏକ୍ଜାମ ପୂର୍ବରୁ ସଦାବେଳେ ସେ 99+% ଏଗ୍ରିଗେଟ୍ ରଖିକି ଆସେ ତ ସେ ଗୋଟେ ପରସେଣ୍ଟ ରହିଯାଏ ଏପଟେ ସେପଟେ ହେଇକି ମୁଁ ଭାବେ କି କାଳେ ଲିଟରେଚର ଅଛି ତ ସେ ଗୋଟେ କଟି ଯାଉଥିବ ମୁଁ ସେଇ ଡାଉଟ୍ରେ ମୁଁ ଥିଲି କାଳେ ସେ 500ରୁ 500 ଆଣିପାରିବ କି ନାହିଁ ସିବିଏସ୍ଇ 10th ବୋର୍ଡରେ କିନ୍ତୁ ଯେତେବେଳେ ମୁଁ ଦେଖିଦେଲି ତାର ଇଂଲିଶ ମାର୍କ ଲିଟରେଚର ବି 100କୁ 100 ମୁଁ ଜାଣିଥିଲି ତାକୁ 500 କଟି ଯାଇଥିବ ସିଏ ତ ଠିକ ଆଣି 500 ଆଣିକି ସେ ଥୋଇଦେଲା ହେଲା ବହୁତ ଖୁସି ଆଉ ତାର ଫ୍ୟୁଚରଟା ପାଇଁ ମୋର ଟିକେ ଟେନସନ ରହେ ସେ କରିଦବ ମୁଁ ମୋର ବିଶ୍ୱାସ ଅଛି ସେ ଭାରି ଷ୍ଟ୍ରଙ୍ଗ ଇନ୍ ମାଇଣ୍ଡ ସେ ଡିଟରମିନେସନ ତାର ମେଣ୍ଟାଲ ଡିଟରମିନେସନ ଭାରି ଷ୍ଟ୍ରଙ୍ଗ ଆଉ ଖୁସି ତ ବହୁତ ଆଜ୍ଞା ଆଉ ତା ଲାଗି ତ ଆମେ ଆଜି ଏଇଠି ପହଞ୍ଚିଛୁ ଆଉ ରିକଗ୍ନାଇଜ ବି ହେଇପାରୁଛୁ ଝିଅ ଲାଗି ତ ସେଇଥିଲାଗି ବହୁତ ଖୁସି ଆମେ ଆଜ୍ଞା ମୋର ମୋର ପୁରା ଆଶା ଥିଲା ଖାଲି ଗୋଟେ ଇଂଲିଶରେ ଯଦି ସେ ଟ୍ୟାକଲ କରିଦେଲା ମାନେ ବାକିଥିରେ ସବୁ ସେ ଟ୍ୟାକଲ କରିଦେଲା ସେ ଆଜ୍ଞା ପରିଶ୍ରମ 6-7 ଘଣ୍ଟା ପଢେ ଆଉ ସେ ବାକି ସମୟରେ ସେ ଘରେ ସେ ମ୍ୟାନେଜ କରେ ତା ଷ୍ଟ୍ରେସ୍ ମ୍ୟାନେଜ କରେ ଆଉ କେମିତି କଣ ସେ ଭାରତନାଟ୍ୟମ ବି ଜାଣିଛି ସେ ଭାରତନାଟ୍ୟମ ଡ୍ୟାନ୍ସର ବି ସେ ବହୁତ ବଢିଆ ଡ୍ରଇଂ ସବୁ କରେ ସେ ନୋଭେଲ ସବୁ ଲେଖେ ବହି ବି ତାର ଗୋଟେ ପବ୍ଲିଶ ହେଇଛି ସେ ଲେଖିଛି ପବ୍ଲିଶ ବି ବହିଛି ଆଜ୍ଞା ଆଜ୍ଞା ମୁଁ ଝିଅ ପାଇଛି ମୁଁ ତ ଭାରି ଖୁସି ଆଉ ବହୁତ ମୁଁ ଗର୍ବ କରୁଛି ଆଜ୍ଞା ମୁଁ ତାକୁ ଏଇନେ କହୁଥିଲି ଏଇଠି ବସିକି ମାମା ତୋ ଲାଗି ଯାଇକି ଆମେ ଏଇଠି ପହଞ୍ଚୁଛୁ ଆଉ ମିଡିଆ ଆଗରେ ବି ଆମେ ତୋ ଲାଗି ଯାଇକି ମିଡିଆ ଭାଇଙ୍କ ଆଗରେ ଆମେ ପହଞ୍ଚି ପାରିଲୁ ଆଜ୍ଞା ଆଗକୁ ତ ସେ କାର୍ଡିଓ ସର୍ଜନ ହବାକୁ ଚାହୁଁଛି ଯେମିତି ୱାର୍ଲଡ ଗୋଟେ ନୋଟେଡ ଡକ୍ଟର ଯେମିତି ରହନ୍ତି କାର୍ଡିଓ ସର୍ଜନ ବା ଇଏ ସର୍ଜନ ଏ ହଉଛି ନମ୍ବର 1 ଦେଶ ପାଇଁ ସେବା କରିବେ ନା ଦେଶ ପାଇଁ ତ ସେବା ନିହାତି ଆବଶ୍ୟକ ସେ ଯୋଉ ଦେଶ ମାଟିରେ ସେ ବଢିଛି ପାଣି ପବନ ଖାଇକି ବଢିଛି ସେଇ ଦେଶ ତ ସେବା ନିହାତି ସେ କରିବ ସେଇଥିରେ କିଛି ଦ୍ୱନ୍ଦ୍ୱ ନାହିଁ ଆଉ ସିଏ ନମ୍ବର 1 ୱାର୍ଲଡରେ ଯେମିତି ରିକଗ୍ନାଇଜ ପର୍ସନ ହବ ତାର ବି ସେଇଆ ଟାର୍ଗେଟ ମୁଁ ବି ସେଇଆ କହିକି ଆସୁଛି ଆଉ ପବ୍ଲିକ ସର୍ଭିସ ସେ କରିବାଟା ନିହାତି ଆବଶ୍ୟକ ସେ କରିବ ଆଉ ମତେ ତ ଖୁସି ଲାଗୁଛି ପାପା ମାମାଙ୍କୁ ପ୍ରାଉଡ କରିପାରିଲି ସେଟା ସେଥିପାଇଁ ମୋର ବି ଗର୍ବର କଥା ସେଠି ହଁ ବହୁତ ଖୁସି ସେଟା ଚେଷ୍ଟା ତ କରିବେ ବିକଜ ପ୍ରାକ୍ଟିସ ମେକ୍ସ ଅ ମ୍ୟାନ ପରଫେକ୍ଟ ଅବଭିୟସଲି ତ ସେଥିପାଇଁ ଯେତେ ହାର୍ଡୱାର୍କ କରିବେ ଆଉ ଯଦି ବି ହଉନି 100% ଦେଲା ପରେ ବି ଯଦି ହଉନି କିଛି ଏମିତି ଦୁଃଖ ହେବେନି କାରଣ ମାର୍କସ ଇଜ ନଟ ଏଭରିଥିଙ୍ଗ ଆଉ ଫ୍ୟୁଚରରେ ସେମାନେ ଯୋଉଟା କରିପାରିବେ ବଡ ମଣିଷ ହେବେ ସେଇଟା କା ମ୍ୟାଟର କରୁଛି
ମତେ ତ ଖୁସି ଲାଗୁଛି, କାନ୍ଦ କାନ୍ଦ ହେଇଯାଉଛି, ବାପା ଗର୍ବ କରୁଛନ୍ତି ବୋଲି। ସେଇଟା ତ ମୋର ଗୋଟେ ତ ଲକ୍ଷ୍ୟ ଆଉ। ଥର ନୁହଁ, ଆମର ଏମିତି 500ରୁ 500 ଆମେ 22 ବର୍ଷ ମାନେ 2022ରେ ବି ଶ୍ରେୟା ପଟ୍ଟନାୟକ ପାଇଥିଲା, ଆଉ ଏଥର ବି ହେଇଛି। ଆଉ କିନ୍ତୁ 5th ଟାଇମ୍ ଆମେ ନ୍ୟାସନାଲରେ ସେକେଣ୍ଡ ଆଉ ଥର୍ଡ ରାଙ୍କ ଆମର 2012ରେ ହେଇଥିଲା, କାରଣ 2012 ହେଇଥିଲା ଆମର ରୁ ଚାଲିଛି। 2012ରୁ ଆମେ ନ୍ୟାସନାଲ ଟପର୍ସ ଦେଇ ଚାଲିଛୁ, ଏଟା 5th ଟାଇମ୍ ଆମେ ଦଉଛୁ। କିନ୍ତୁ 500 ଆଉଟ୍ ଅଫ୍ 500 ଯୋଉଟା କି ଇଟ୍ସ ଏ ମିରାକଲ ନମ୍ବର, ଯୋଉଟା କି ଆମେ ବହୁତ ବହୁତ ଖୁସି କି ପିଲାମାନେ ଏଟା ଆଚିଭ୍ କରିଛନ୍ତି। ମ୍ୟାଡାମ ସ୍କୁଲ ପାଇଁ ଗୋଟେ ଲ୍ୟାଣ୍ଡମାର୍କ ଆଉ ଏକ୍ସାମ୍ପଲ ସେଟ୍ କରିବ କମ୍ପିଟିସନ ମାର୍କେଟରେ। ସେଇଟା କମ୍ପିଟିସନ ମୁଁ ଜାଣିନି, କିନ୍ତୁ ଆମେ ଆମ ପରିଶ୍ରମ କରୁ। ଆମେ ଯୋଉ ପିଲା ଆମ ପାଖକୁ ଆସନ୍ତି ଆମେ ତାଙ୍କ ପାଇଁ ପୁରାପୁରି ଆମେ ଲାଗୁ, ତାଙ୍କ ପାଇଁ ତାଙ୍କର ଖାଲି ପାଠ ନୁହଁ, କ୍ୟାରେକ୍ଟର ବିଲ୍ଡିଂ ହଉ ୟା ଭ୍ୟାଲ୍ୟୁ ଏଜୁକେସନ ହଉ, ଏ ସବୁ ଜିନିଷରେ ଆମ ସ୍କୁଲ ଆମ ପିଲାମାନେ ବହୁତ ଅଲଗା ଅନ୍ୟ ପିଲାମାନେ। ଆଜି ପିଲାମାନଙ୍କୁ ସେଲିବ୍ରେସନ ପାଇଁ ସମୟ ଦିଆଯାଇଛି। ସେଟା ତ ଆମେ ସମ୍ମାନ ଖାଲି ଆମର ସବୁ ଟପର ମାନଙ୍କୁ କରୁଛୁ, କିନ୍ତୁ ଆମର ସବୁ 90% ଅବଭ୍ ତ 100 ଜଣ ଅଛନ୍ତି ନା, ତ ତାଙ୍କ ପାଇଁ ଆଉ ଦିନ ଡାକିବୁ ଆଜି ଆପଣ ମାନଙ୍କ ପାଇଁ, ତ ସେଇଦିନ ଆଉ ସମସ୍ତଙ୍କ ପାଇଁ। ମୋ ନାଁ ଅକ୍ଷିତ ସାମଲ, ମୁଁ କକ୍ଷା 10ରେ ଏଠି ପଢୁଥିଲି, ଏବେ 11F ରେ ଅଛି ଏଠି। ମୁଁ ବୋର୍ଡ ପରୀକ୍ଷାରେ 99.8% ଆଣିଛି। 4ଟା ସବଜେକ୍ଟରେ 100, ମ୍ୟାଥ, ସଂସ୍କୃତ, SST ଆଉ ସାଇନ୍ସ, ଆଉ ଇଂଲିଶରେ 99 ଅଛି ମୋର। 99.8%। ମୁଁ ପରିଶ୍ରମ ତ ମୋର ସବୁ ଟିଚର୍ସକୁ ଯାଉଛି, ମୋର ସବୁ ଫଳ। ସେମାନେ ମତେ ସପୋର୍ଟ କଲେ, ମୋ ଫ୍ୟାମିଲି ମେମ୍ବର ମତେ ସପୋର୍ଟ କଲେ। ମେନ୍ ଥ୍ୟାଙ୍କ୍ସ ଟୁ ସ୍ମୃତି ସାର୍, ଆଲୋକ ସାର୍, ରୋଜାଲିନ୍ ମ୍ୟାମ୍, ପ୍ରିୟଦର୍ଶିନୀ ମ୍ୟାମ୍। ଏମାନେ ବହୁତ ସପୋର୍ଟ କରିଛନ୍ତି, ରଜନୀ ମ୍ୟାମ୍, ସମସ୍ତେ ମୋତେ ବହୁତ ସପୋର୍ଟ କରିଛନ୍ତି। ଏମାନେ ମୋତେ କହିଲେ କେମିତି ଆମେ ମାର୍କଟା ଆଣିପାରିବା, କେମିତି ଆମେ ଡିଫରେଣ୍ଟ କ୍ୱେଶ୍ଚନ୍ସ ଆଟେମ୍ପ୍ଟ କରିକି ଆମେ ମାର୍କଟା ଆଣିଥାନ୍ତେ। କ'ଣ ମୁଁ ଆଶା ରଖିଥିଲି 98 ଉପରେ ଆସିଯାଇଥାନ୍ତା, ତ ଭଲ ଲାଗିଥାନ୍ତା। ଟିକେ ଏବେ ଯୋଉ ସ୍କୁଲ ଟପର ହେଇଛି ତା ପାଇଁ ବହୁତ ଭଲ ଖୁସି, ବହୁତ ବଡ଼ ଖୁସି ଲାଗୁଛି। ମୁଁ କ'ଣ ଶ୍ରେୟ ତ ମୁଁ ଟିଚର୍ସକୁ ଦେବି, ମୋ ପ୍ୟାରେଣ୍ଟସକୁ ଦେବି, ଆଉ ମୋତେ ମୋ ନିଜକୁ ଦେବି। ମୋ ପରିଶ୍ରମ ଯୋଗୁରୁ ମୁଁ ଏତିକି ଯାଏ ପହଞ୍ଚି ପାରିଛି। अगर जेई मेन्स और एडवांस क्लियर 99% ରୁ କରିକି ଗୋଟେ ଡକ୍ଟରେଟ୍ ପାଇବା।